ବିଜୁ ଜନତା ଦଳ ବିଜେପି ଏକ ଭିତରେ ଯୋଉ ଅଲିଖିତ ଚୁକ୍ତି ରହିଛି ସେ ଚୁକ୍ତିଟି ହେଉଛି ତମେ ଆଉ କ'ଣ କରୁଛ କର, ଆମ ରାଜନେତା ମାନଙ୍କୁ ଧରିବ ନାହିଁ। ମାନେ କୋଟି କୋଟି ଟଙ୍କାର ବ୍ୟବସ୍ଥା ନିଜ ପାଖରେ ରହିଛି, ଅଥଚ ସେ ସମସ୍ତଙ୍କୁ ଦେଖେଇଛନ୍ତି ଯେ ମୋର ଆୟ ହେଉଛି ଏତିକି। ଚିଠି ସେ ଦେଲେ ଆପଣଙ୍କର 9/1/26 ଏପର୍ଯ୍ୟନ୍ତ ମଧ୍ୟ କେସ୍ ରେଜିଷ୍ଟ୍ରେସନ ହେଲା ନାହିଁ। ପ୍ରତିଦିନ ଗୋଟେ ପ୍ରତିଦ୍ୱନ୍ଦିତା ଚାଲିଛି ରାଜ୍ୟରେ, ଯେମିତି ଦୁର୍ନୀତି ମୁକ୍ତ ହେଇଯାଉଛି। ସବୁ ଲୋକଙ୍କୁ ଦୁର୍ନୀତିମୁକ୍ତ ରାଜ୍ୟଟାକୁ ଦୁର୍ନୀତିମୁକ୍ତ କରିବା ପାଇଁ ଗୋଟେ ସରକାର ଅହରହ ଚିନ୍ତା କରୁଛି ଏବଂ ତତ୍ପର ଅଛି। ବର୍ତ୍ତମାନ ଯେଉଁ ସରକାର ଅଛି ଏହି ପ୍ରକାର ଗୋଟେ ଧାରଣା ସୃଷ୍ଟି କରାଯାଉଛି। ଗୋଟେ ଧାରଣା ସୃଷ୍ଟି କରାଯାଉଛି ଯେ ବିଜେଡି ବିଜେପି ଭିତରେ ଗୋଟେ ପ୍ରତିଯୋଗିତା ଚାଲିଥିଲା। ସେ 10ଟା ଅଫିସର ସେକେଣ୍ଡ କ୍ଲାସ୍ 2 ଅଫିସରଙ୍କୁ ଗିରଫ କରିଥିଲେ ବା ତାଙ୍କ ବିରୁଦ୍ଧରେ ଆଣିଥିଲେ। ଇଏ 10ଟା କ୍ଲାସ୍ 1 ଅଫିସରଙ୍କୁ ବର୍ତ୍ତମାନ ଧରିଛନ୍ତି, ତାଙ୍କର ଯେଉଁ ଦୁର୍ନୀତି ଟ୍ୟାପ୍ରେ ଧରିଛନ୍ତି। ଏ କଥା ଆପଣମାନେ ପ୍ରତିଦିନ ଆମେ ସମସ୍ତେ ଓଡ଼ିଶାବାସୀ ଦେଖୁଛୁ। କିନ୍ତୁ ଦୁର୍ଭାଗ୍ୟର କଥା, ଆମେ ସମସ୍ତେ ଜାଣିବା ଦରକାର, ଜଣେ ହେଲେ ବି ରାଜନେତା ବିଜୁ ଜନତା ଦଳର ବା ବିଜୁ ଜନତା ଦଳ ସହିତ ସମ୍ପର୍କ ଥିବା ଜଣେ ହିଁ ବ୍ୟକ୍ତି କାହାରିକି ଏପର୍ଯ୍ୟନ୍ତ ଠୋସ୍ ପ୍ରମାଣ ଥିଲେ ମଧ୍ୟ ଭାରତୀୟ ଜନତା ପାର୍ଟିର ଯେଉଁ ସରକାର ଆସିଛି ତାକୁ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ବା ଅନୁସନ୍ଧାନ କରିବାର ଦେଖାଯାଉନାହିଁ। ମୁଁ ଆପଣଙ୍କୁ କେତେ ଗୁଡ଼ିଏ ତଥ୍ୟ ଦେଇ ସାମ୍ନାକୁ ଆଣୁଛି। ଆମ ହାତରେ ଗୋଟିଏ ପହଞ୍ଚିଛି ସମ୍ବାଦ, ପହଞ୍ଚିଛି ଗୋଟିଏ ଇନଫର୍ମେସନ୍। ସେ କଥାଟି ହେଉଛି ଜଣେ ବ୍ୟକ୍ତି, ଜଣେ ନାମକରା ବ୍ୟକ୍ତି, ଭଲ ଗୋଟେ ସୋର୍ସ ଦେଲା, ତାର ସୋର୍ସ ଉନ୍ମୋଚନ କଲା, ଖୋଜିଲା, ପାଇଲା, କରିକିରି ଦେଲା। ଆମର ଯେଉଁ EOW ତାଙ୍କ ପାଖରେ ଦେଲା, ତାଙ୍କୁ କହିଲା ଯେ ଏଇଗୁଡ଼ିକ ଆମେ ଦେଖିଛୁ, ସିଏ ଅମୁକ ବ୍ୟକ୍ତି ଯାହାଙ୍କ ବିରୁଦ୍ଧରେ ଦିଆଗଲା ସେ ହେଉଛନ୍ତି ବିଜୁ ଜନତା ଦଳର ବିଧାୟକ ଥିଲେ, ଆଜି ବି ଅଛନ୍ତି। ହଁ, ଭଣ୍ଡାରୀ ପୋଖରୀର ବିଧାୟକ ଆଜି ଅଛନ୍ତି। ସେଇ ଯେଉଁ ବ୍ୟକ୍ତିଙ୍କ ବିରୁଦ୍ଧରେ ଏ ଯାହା ଖବର, ସବୁ ଖବର ଗୁଡ଼ିକ ଦିଆଗଲା ପରେ EOW କ'ଣ କଲେ ନା ତାକୁ ପଠେଇଦେଲେ ପୋଲିସ SP ପାଖକୁ, ଯେ ତମେ ଆକୁ ଇନକ୍ୱାରି କରିକି ଦିଅ। ଆପଣ ଦେଖିବେ ସେ ଚିଠି ଦେଲେ 28 ଆପଣଙ୍କର ଅଗଷ୍ଟ 13/8/2025। SP କିଛି କଲେ ନାହିଁ, କୌଣସି ରେଜିଷ୍ଟ୍ରି ବି କଲା ନାହିଁ। ରେଜିଷ୍ଟ୍ରି ଏଇ ଯେଉଁ କେସ୍ର ରେଜିଷ୍ଟ୍ରେସନ ବି କଲା ନାହିଁ। ତାପରେ ପୁଣି ଏକ ଚିଠି ସେ ଦେଲେ ଆପଣଙ୍କର 9/1/26। ଏବେ ଆଜିକି ହେଇଗଲାଣି 10-11 ଦିନ, ଏପର୍ଯ୍ୟନ୍ତ ମଧ୍ୟ କେସ୍ ରେଜିଷ୍ଟ୍ରେସନ ହେଲା ନାହିଁ। ପ୍ରାଇମା ଫେସି ନୁହେଁ, ଅନେକ ତଥ୍ୟ ଅଛି, ସେ ତଥ୍ୟ ଗୁଡ଼ିକ ପ୍ରାମାଣିକ ତଥ୍ୟ ଅଛି। ସେ ଯେଉଁ ଭଦ୍ର ବ୍ୟକ୍ତି ଦେଇଥିଲେ, ଅଭିଯୋଗ ଆଣିଥିଲେ, ସେ ସମସ୍ତ ତଥ୍ୟ, ପ୍ରାମାଣିକ ତଥ୍ୟ ଗୁଡ଼ିକ ମଧ୍ୟ ତା ସହିତ ଯୋଗ କରିକି ଦେଇଛନ୍ତି। ସମସ୍ତ ତଥ୍ୟ, ସେ କିପରି ଭାବରେ ତାଙ୍କର ଇନକମ୍ ଟ୍ୟାକ୍ସ ସେ ବାରମ୍ବାର ଗତ 12 ବର୍ଷ 14 ବର୍ଷ ଧରିକିରି ଅତି ଅଳ୍ପ ପଇସାର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିଛନ୍ତି, ଅଥଚ ସେଇ ବ୍ୟକ୍ତି, ଭଦ୍ର ବ୍ୟକ୍ତିଙ୍କର ଯେଉଁ କମ୍ପାନୀ ବିଭିନ୍ନ ଜାଗାରେ ଦୋକାନ ବଜାର ସବୁ ଯାହା ଖୋଲିଛନ୍ତି, ତାଙ୍କର ଯେଉଁ ଆର୍ଥିକ ବ୍ୟବସ୍ଥା ସ୍ଥିତି ଯଥେଷ୍ଟ ଅଧିକ। ମାନେ କୋଟି କୋଟି ଟଙ୍କାର ବ୍ୟବସ୍ଥା ନିଜ ପାଖରେ ରହିଛି, ଅଥଚ ସେ ସମସ୍ତଙ୍କୁ ଦେଖେଇଛନ୍ତି ଯେ ମୋର ଆୟ ହେଉଛି ଏତିକି। ଏ ପ୍ରମାଣ ଗୁଡ଼ିକ ସେ ଯେଉଁ ସୋର୍ସ ଯେ ଦେଇଛନ୍ତି, ଯେଉଁ ଭଦ୍ର ବ୍ୟକ୍ତି ଦେଇଛନ୍ତି, ପୋଲିସକି ଦେଲେ, ଆକୁ ଦେଲେ, EOW ଦେଲେ। EOW ପୋଲିସ କି ପଠେଇଲା, SP କି ପଠେଇଲା। SP କଲେ ନାହିଁ କି EOW ମଧ୍ୟ ତା ଦେହରେ କିଛି କଲାନି। ତେଣୁ ଏସବୁ ଦୃଷ୍ଟିରୁ ଆମେ ଆଜି ସେ କଥା ଗୁଡ଼ିକ ଆପଣ ସାମ୍ନାକୁ ଆଣିବାର ଉଦ୍ଦେଶ୍ୟ ହେଉଛି, ଏ ରାଜ୍ୟରେ ବିଜୁ ଜନତା ଦଳ ବିଜେପି ଏକ ଭିତରେ ଯେଉଁ ଅଛି ଗୋଟେ ରହିଛି, ଚୁକ୍ତି ରହିଛି, ଅଲିଖିତ ଚୁକ୍ତି ରହିଛି। ସେ ଚୁକ୍ତିଟି ହେଉଛି ତମେ ଆଉ କ'ଣ କରୁଛ କର, ଆମ ରାଜନେତା ମାନଙ୍କୁ ଧରିବ ନାହିଁ। ଆମେ ଯେଉଁ ନେତାମାନେ ଆମ ସାଙ୍ଗେ ଯାହାଙ୍କର ସମ୍ପର୍କ ଅଛି ତମେ ଧରିବ ନାହିଁ, କାରଣ ଆମେ ତମକୁ ଧରିନଥିଲୁ, ତମେ ଆମକୁ ଧରିବ ନାହିଁ। ଏଇ ମର୍ମରେ ତାଙ୍କ ଭିତରେ ଗୋଟେ ଚୁକ୍ତି ରହିଛି, ତାର ପ୍ରମାଣ ହେଉଛି ଏ ବ୍ୟବସ୍ଥା। ଆଜି ପର୍ଯ୍ୟନ୍ତ ଏତେ ତଥ୍ୟ ଯୋଗାଇଲା ପରେ ମଧ୍ୟ SP ରେଜିଷ୍ଟ୍ରି କରିନାହାନ୍ତି କେସ୍। ଆଜି ପର୍ଯ୍ୟନ୍ତ ଏତେ ତଥ୍ୟ ଯୋଗାଇଲା ପରେ ମଧ୍ୟ EOW ଯାହାର କାମ ହେଉଛି, କାରଣ ଆ ଉପରେ ମୁଁ ଆପଣମାନଙ୍କୁ କହିଲି, ଏ ଭଣ୍ଡାରୀ ପୋଖରୀ ନିର୍ବାଚନ ଉପରେ ମଧ୍ୟ ଗୋଟିଏ କେସ୍ ହେଇଛି।
इलेक्शन केस निर्वाचन केस से भद्र व्यक्ति जी से श्रीयुत मल्लिक जी एमएलए होती से सत्यपाठ करछंती अनेक असत्य तथ्य देकरी माने तथ्य नाही भूल तथ्य देइछंती तथ्य कमेकी देइछंती सब व्यवस्था एवं से कथा उद्धार करा जाइछि सो दीटा केस गोटे होउछि पुलिस केस ए जो पैसा आत्मसात करबा कथा बा पैसा आय बहिर्भुक्त संपत्ति ठूल करबा केस करप्शन केस आउ गोटे होउछि जे सत्यपाठ कर भूल सत्यपाठ कर मकदमा इलेक्शन कमिशन पाखे से जो इलेक्शन छिड़ा बेले आम समस्त गोटे सत्यपाठ करता से सत्यपाठ सठिक भाव में कराए ये सबू केस को चपई देवाई गोटे उद्यम चली विजु जनता दल बीजेपी भितर ये समझौता कि ना आम ए चिठी आपण पाखे देखा चीफ सेक्रेटरी बा होम सेक्रेटरी ये चिठीर हिसाब कैफत देवे राज्यवासी चीफ सेक्रेटरी होम सेक्रेटरी होउचंती राज्यवासी एडमिनिस्ट्रेटिव प्रतिनिधि आमे ए चिठीर दुईटी जाक चिठी आपण सामने देखौछु आर उत्तर चीफ सेक्रेटरी होम सेक्रेटरी आपण मानकु डाकी दियंतु बा प्रेस नोट रे दियंतु सारा राज्यवासी को देबे एया ही होउची हमर दाबी हमर आमे जहा आशा करूछु जदि स्वच्छ व निर्मल शासन व्यवस्था चलिबार थाए ताले ए कथाटी कार्यकारी करेंगे अଯଥା लोकंकु भूलेबा पई भंडेबा पई कि मुहा बुलेबा पई कि मिछ कथा प्रतिदिन प्रचार कर चलले लोके अल्प दिन भितरे ए समस्त कथा धरी नेबे कारण एहीपरी जड़े व्यक्ति माने जो माने सोर्स आनिक दौरान भितरिया सोर्स खोजिकी बाहर करुँच बेसी दिन हताश तुम कर बेसी दिन लुचेक रखा पार ना एणु से दृष्टि आज आपण मान निकट में आम उपस्थित करुचु मो रजनी बाबू आउ टे भीतर ये बुझेदेवे आप